ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଚଲା ପଞ୍ଚାୟତର ବାବା ଫୁଲେଶ୍ୱର ପୀଠରୁ 3ଟି ଦଣ୍ଡଥଳ ଏକା ସାଙ୍ଗରେ ବାହାରିଛନ୍ତି। ତେବେ ବାହାଡ଼ଚଲା, ମାଣିକପାଟଣା ଓ କଇଠପଲ୍ଲୀ 3 ଠାକୁର କମିଟି ପକ୍ଷରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାତ୍ର ସମୟରୁ ନୀତିକାନ୍ତି ପୂଜାପାଠ ପରେ ନିଜ ନିଜ ଦଣ୍ଡୁଆଙ୍କ ସହାୟତାରେ ଦିବା 11 ଘଣ୍ଟିକା ସମୟରେ ନିଜ ଗାଁକୁ ଭୋଗ ଖାଇବାକୁ ବାଜା, ବାଣ, ତୁରୀ, ମହୁରୀ, ପତାକା ଧରି ବାହାରିଥିଲେ। ଶହ ଶହ ଗ୍ରାମବାସୀ ଉପସ୍ଥିତ ରହିଥିବା ବେଳେ ପ୍ରତ୍ୟେକ ଦୁଆର ଲିପାପୋଛା ସହ ଝୋଟି ପକାଇ ଦୀପ ଲଗାଇ ଭୋଗ ବାଢ଼ି ଅପେକ୍ଷା କରିଥାନ୍ତି ଠାକୁରଙ୍କୁ। ଏହି ଦଣ୍ଡକୁ ପାଟ ଦଣ୍ଡୁଆ ପରିଚାଳନା କରିଥାନ୍ତି। ବାହାଡ଼ଚଲା ଦଣ୍ଡରେ ପାଟ ଦଣ୍ଡୁଆ ଭାବେ ବାବୁଲି ପଟ୍ଟନାୟକ, ମାଣିକପାଟଣା ଦଣ୍ଡରେ ପ୍ରଫୁଲ୍ଲ କୁମାର ସାହୁ, ଅଜୟ କୁମାର ସାହୁ ଓ କଇଠପଲ୍ଲୀ ଦଣ୍ଡକୁ ଈଶ୍ୱର ନାୟକ ପାଟ ଦଣ୍ଡୁଆ ଭାବେ 17 ଦିନ ପରିଚାଳନା କରିଥାନ୍ତି। ତେବେ ଏହି ଦଣ୍ଡ ଠାରକୁ ନେଇ ସାରା ଗାଁ ଉତ୍ସବ ମୁଖର ହୋଇଥିବା ବେଳେ ଝୁଣା ଧୂପ ଏବଂ ବାସ୍ନା ସହିତ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ନୂଆଗାଁରୁ ନିରଞ୍ଜନ ସାହୁଙ୍କ ରିପୋର୍ଟ, ମିଡିଆ ଭଏସ୍।